ମଧ୍ୟ ବଞ୍ଚିଛି ଗଳ୍ପ ଉପରେ। ତ ଚାଲ ଡେରି ନକରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ପ୍ରଥମେ ଆମେ ଆଲୋଚନା କରିବା କବି ପରିଚୟ ଉପରେ। ସତ୍ୟବାଦୀ ଚିନ୍ତାଧାରାର ସର୍ବଶ୍ରେଷ୍ଠ ପରିପ୍ରକାଶ ରୂପେ ଗୋଦାବରୀଶ ମିଶ୍ରଙ୍କ ପ୍ରତିଭା ଓଡ଼ିଆ ସାହିତ୍ୟରେ ଏକ ବିସ୍ମୟ। ତାଙ୍କର ଦୀର୍ଘ 50 ବର୍ଷର ସାହିତ୍ୟ ସାଧନାରେ ଓଡ଼ିଆ ସାହିତ୍ୟ ବିତ୍ତଶାଳୀ ହୋଇ ଅଛନ୍ତି। ସାହିତ୍ୟର ନାନା ବିଭାଗରେ ଲେଖନୀ ଚାଳନା କରି ସେ ଉଚ୍ଚ କୋଟିର ଯଶସ୍ୱତା ଅର୍ଜନ କରିଅଛନ୍ତି। ଓଡ଼ିଆ ଗଳ୍ପ ସାହିତ୍ୟକୁ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କ ରଚିତ ଗଳ୍ପଗୁଡ଼ିକ ହେଉଛି କଥା କାହାଣୀ, ଏବେ ମଧ୍ୟ ବଞ୍ଚିଛି, ମୁଁ ଦିନେ ମନ୍ତ୍ରୀ ଥିଲି, ତଥାପି ମଣିଷ ବଞ୍ଚିଛି, ଗରିବର ଭଗବାନ, ନୀଳ ମାଷ୍ଟାଣୀ ଇତ୍ୟାଦି। ଏବେ ମଧ୍ୟ ବଞ୍ଚିଛି ଗଳ୍ପରୁ ଆମେ ବେଣୁଧରର ଚରିତ୍ର ଚିତ୍ରଣ ଉପରେ ଆଲୋଚନା କରିବା। ବେଣୁଧର ହେଉଛି ଗଳ୍ପର ମୁଖ୍ୟ ଚରିତ୍ର। ଗାଳ୍ପିକ ଗୋଦାବରୀଶ ମିଶ୍ରଙ୍କର ଏବେ ମଧ୍ୟ ବଞ୍ଚିଛି ଗଳ୍ପର ମୁଖ୍ୟ ଚରିତ୍ର ବେଣୁଧର। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲା। ସେ ଥିଲା ସ୍ୱାଭିମାନୀ ମଣିଷ। ଯେତେବେଳେ ଗାଁର ସବୁ ଲୋକ ବାହାରନ୍ତି ସାହାଯ୍ୟ କେନ୍ଦ୍ରକୁ ସାହାଯ୍ୟ ପାଇଁ, ବେଣୁଧର ପିଣ୍ଡାରେ ତୁନି ହୋଇ ଠିଆ ହୁଏ। ଭାବେ, ଏତେ ଲୋକଙ୍କ ସମ୍ମୁଖରେ ହାତ ପତେଇ ଠିଆ ହୋଇ ମାଗିବାଟି ସୁନ୍ଦର ହେବ ନାହିଁ। ଯେଉଁଦିନ କେହି ଯାଆନ୍ତି ନାହିଁ, ସେଦିନ ବେଣୁଧର କାନ୍ଥରେ ଲଟକାଇଥିବା ଚିରା କାମିଜଟାକୁ ଦେହରେ ଗଳାଇ ଦେଇ ଖୁବ୍ ସାହସରେ ଦାଣ୍ଡକୁ ବାହାରି ପଡ଼େ। ସେ ପୁଣି ଭାବେ, ସେ ଯିବ, କେନ୍ଦ୍ର ଦୁଆରେ ଠିଆ ହେବ। କିପରି ଠିଆ ହେବ? ହାତ ଯୋଡ଼ିବ ନା ହାତ ଦୁଇଟା ଦୁଇ ପାଖକୁ ଝୁଲାଇ ରଖିବ? ମୁଣ୍ଡ ଟିକିଏ ନିଆଇବ ନା ମୁଣ୍ଡକୁ ବୀର ପରି ସିଧା ରଖି ଠିଆ ହେବ? ହସିବ ନା ଦୁଃଖରେ ମୁହଁ ଶୁଖାଇ ଚାହିଁବ? କ'ଣ କରିବ କିଛି ସ୍ଥିର କରିପାରେ ନାହିଁ। ଯେଉଁଠାରେ ଦେବତା ମଣିଷର ସାକ୍ଷୀ, ସେହିଠାରେ ପାଠ ପଢ଼ିଥିଲା, ଭାବିଥିଲା। ସେ ଜାଗିବ, ଦେଶକୁ ଜଗାଇବ। ଯେଉଁ ଆଶା ରଖି ସେ ଆଗକୁ ବଢ଼ିଥିଲା, ସେହି ଆଶା ତାର ଆଶାରେ ରହିଯାଇଛି। ଅସହାୟ ଭାବରେ ସେ ଆସିଛି ଭିକ ମାଗିବାକୁ। ଭିକ ମାଗିବାକୁ ତାର ଯିବାଟା ସୁନ୍ଦର ହେବ ନାହିଁ ବୋଲି ସେ ଭାବିଛି। ଉପାୟହୀନ ଭାବରେ ସେ ତାର ସଂସାର ଚଳାଇବା ପାଇଁ କ'ଣ କରିବ କିଛି ଠିକ୍ କରିପାରୁନାହିଁ। ଦିନ ପରେ ଦିନ ଗଡ଼ି ଚାଲିଛି। ସେ ଦେଖିଲା, ତା ନିଜ ଗାଁର ଶହ ଶହ ଲୋକ କାନି ଦେଖାଇ ଯାଇ ଲାଗୁଛନ୍ତି ସିରେଇ ଗାଁର ଚାଉଳ ବଣ୍ଟା କେନ୍ଦ୍ର ଦୁଆରେ। ପେଟ ଚାଖଣ୍ଡକ ପାଇଁ ସେମାନେ ଭୋକ ସମ୍ଭାଳି ନ ପାରି ମୁଠା ମୁଠା ଚାଉଳ ବ୍ୟାକୁଳ ହୋଇ ପାଟିରେ ଭର୍ତ୍ତି କରୁଛନ୍ତି। ବେଣୁଧରକୁ ମାଗିବା ପାଇଁ ଖରାପ ଲାଗୁଥିଲେ ମଧ୍ୟ ସେ ବାଧ୍ୟ ହୋଇ ଦିନେ ସେ କେନ୍ଦ୍ରରେ ଯାଇ ହାଜର ହେଲା। ସିରେଇ ଗାଁର ସାହାଯ୍ୟ କେନ୍ଦ୍ର। ଦୁର୍ଭିକ୍ଷ ରାକ୍ଷସର ତାହା ଗୋଟିଏ ବିରାଟ ଯାଦୁଘର। ଲକ୍ଷ ଲକ୍ଷ ନରନାରୀଙ୍କ ବିକଳ ଧ୍ୱନି ସେତେବେଳେ ସିରେଇରେ ପ୍ରତିଧ୍ୱନିତ ହେଉଥିଲା। ଦୁର୍ଭିକ୍ଷର ଗ୍ରାସରେ ସିରେଇ ଗାଁ ଗୋଟିଏ ମଶାଣି ପାଲଟି ଯାଇଥିଲା। ମଣିଷମାନେ ଦରମରା ହୋଇଯାଇଥିଲେ। ଭୋକ ଉପାସରେ ମଣିଷ ଗୁଡ଼ାକ ଛଟପଟ ହେଉଥିଲେ। କାହା ମୁହଁରେ ହସ ଟିକେ ଦେଖିବାକୁ ମିଳୁନଥିଲା। ଥିଲା କେବଳ ଗୋଟିଏ ବିକଟ ସ୍ୱର। ସମସ୍ତେ କହୁଥିଲେ, ଦିଅ ଦିଅ ଦିଅ। ବେଣୁଧର ସେଇ ଭିତରେ ଠିଆ ହୋଇଥିବାରୁ ସେ ଶବ୍ଦ ଶୁଣି ତାର କାନ ତାବଦା ହୋଇ ପଡ଼ିଥିଲା। ସେ ସେଠାରେ ଆଉ ଠିଆ ହୋଇ ରହିପାରିଲା ନାହିଁ। ପଛକୁ ଘୁଞ୍ଚି ଆସି
ଗୋଟିଏ ଗଛ ମୂଳେ ବସି ପଡ଼ିଲା। ସେ ଦେଖିଲା ଗୋଟିଏ ପ୍ରାଚୀନ ବିରାଟ ଜାତି ହଠାତ୍ କିପରି ଭିକାରୀ ପାଲଟିଗଲା। ଜୀବନ ଥାଉ ଥାଉ ଜାତିଟା କିପରି ଅମାପ ବରଣ କରିନେଲା। ଚିରଶ୍ୟାମଳ ବକୁଳ ଛୁରିଅନା ମୂଳେ ଶହ ଶହ ତରୁଣ ପ୍ରାଣରେ ଯେଉଁ ଶିକ୍ଷାର ମଞ୍ଜି ପୋତା ଯାଇଥିଲା, ତାହା କ'ଣ ଶେଷକୁ ବଢ଼ି ଉଠିଲା ଏଇ ଭିକ ମାଗିବା ପାଇଁ? ବେଣୁଧର କ'ଣ ଶେଷରେ ଏଇଆ ହେବ ବୋଲି ବହି ଧରିଥିଲା? ବେଣୁଧର ସାହାଯ୍ୟ କେନ୍ଦ୍ରକୁ ଯାଇ ମଧ୍ୟ ଦୁର୍ଭିକ୍ଷ ପ୍ରପୀଡ଼ିତ ମଣିଷମାନଙ୍କର ଅବସ୍ଥା ଦେଖି ମାଗିବାକୁ ସାହସ କରିପାରି ନାହିଁ। ନିଜକୁ ହରେଇ ଗଛମୂଳେ ବସି ରହିଛି। ଝାଞ୍ଜି ପବନର ସ୍ପର୍ଶ କିମ୍ବା କୋପତର କରୁଣ ଧ୍ୱନି ବେଣୁଧରର ମୋହ ଭାଙ୍ଗି ପାରି ନାହିଁ। ବେଣୁଧର କାହାକୁ କିଛି ନ ମାଗି ସକାଳ ପହରୁ ବସି ରହିଛି। ତାର ଆଗରେ ପ୍ରଶ୍ନ ହେଲା, ବାବୁ, ତୋର ଗାଁ? 10-5 ଥର ଏହିପରି ପଚାରିବା ପରେ ବେଣୁଧର ଚାହିଁଲା। ସତେ ଯେପରି କୋଣାର୍କର ଗୋଟିଏ ପଥର ମୂର୍ତ୍ତି କେତେ ଯୁଗ ହେଲା ପାଣି ପବନ ଖରା ତରା ସହି ସହି ପଡ଼ି ରହିଥିଲା। ହଠାତ୍ କାହାର ଡାକରେ ତାର ଜଡ଼ପିଣ୍ଡରେ ପ୍ରାଣ ସଞ୍ଚାର ହେଲା। ପୁଣି ତାକୁ ପଚରାଗଲା, ତୋ ଗାଁ କେଉଁଠି ବାବୁ? ଚାଉଳ ନେଇଛୁ? ବେଣୁଧର ସେହିପରି ଚାହିଁ ରହିଥିଲା। ବ୍ୟକ୍ତି ଜଣକ ଚାଉଳ ନେବା କଥା ପଚାରିବାରୁ ସେ ନା କହିଲା। ସେ ଚାଉଳ ନେବାକୁ ଆସିନାହିଁ କହି ଭୋ ଭୋ କରି କାନ୍ଦି ଉଠିଲା। ଏତିକି କହିଲା, ଏଇପରି ଗଛମୂଳେ ଏଇ ଚରଣ ତଳେ ପରା ବସି କଥା ଶୁଣିଥିଲା। ଜୀବନ ଥିଲେ ଭାଇ ପାତିବା ନାହିଁ ହାତ, ମଣିଷ ପରି ଦିନେ ମଣିଷ ହୋଇବା ତ। ବସି ପଡ଼ିଥିବା ବେଣୁଧରର ମୁଣ୍ଡରେ ହାତ ଦେଇ ସେଇ ଶାନ୍ତ ଉଦାର ମହାପୁରୁଷ ଦୂରରେ ସୁଦୂର ଦିଗବଳୟ ସୀମାରେ ଚକ୍ଷୁ ସ୍ଥିର ରଖି ଅନେକ କ୍ଷଣ ଠିଆ ହେଲେ। ଦୁଇଧାରା ଅଶ୍ରୁ ତାଙ୍କର କୃଷ୍ଣଜ୍ୱଳ ଶ୍ମଶ୍ରୁମଣ୍ଡଳରୁ ବିନ୍ଦୁ ବିନ୍ଦୁ ହୋଇ ଖସୁଥିଲା। ଆଖି ମୁଦି ହୋଇ ଯାଉଥିଲା। ଯେତେବେଳେ ସେ ଆଖି ଫିଟାଇଲେ, ଦେଖିଲେ ସ୍ୱେଚ୍ଛାସେବକ ତାଙ୍କୁ ଡାକୁଛନ୍ତି। ବେଣୁଧର ସେମିତି ପଥର ପରି ତଳେ ପଡ଼ି ରହିଛି। ତାଙ୍କ ମୁହଁରୁ ପଦେ କଥା ବାହାରିଲା, ଏ ଜାତି ଏବେ ମଧ୍ୟ ବଞ୍ଚିଛି। ବେଣୁଧର ଗୋପବନ୍ଧୁଙ୍କ ଠାରୁ ଉପଯୁକ୍ତ ମଣିଷ ହେବା ପାଇଁ ଶିକ୍ଷା ଲାଭ କରିଥିଲା। ନିଜର ଆତ୍ମବିଶ୍ୱାସ ଅକ୍ଷୁଣ୍ଣ ରଖିବା ପାଇଁ ସେ ଶିକ୍ଷା ନେଇଥିଲା। ଉତ୍କଳମଣିଙ୍କ ମହାନ୍ ଆଦର୍ଶ ତାକୁ ପ୍ରଭାବିତ କରିଥିଲା। ଏଠି ଗଳ୍ପଟିର ଶେଷ ହୋଇଛି। ଆଶା କରୁଛି ଭିଡ଼ିଓଟି ତମମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କର, ସେୟାର କର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କର।